କାହାଣୀ ଅବଲକରା କଥା। ପାହାଡ଼ପୁରୀରେ ଅବଲକରା। ପଣ୍ଡିତେ ଅବଲକରାକୁ ନେଇ ବହୁ ତୀର୍ଥସ୍ଥାନ ପ୍ରାଚୀନ ସ୍ମୃତି ସ୍ଥାନ ବୁଲୁଥାନ୍ତି। ଦୀର୍ଘଦିନ ପରିଭ୍ରମଣକାରୀ ଭାବରେ ଦିନ କଟାଇବା ପରେ ଗୋଟାଏ ଜାଗାରେ ବେଶୀ ଦିନ ରହିବାକୁ ଭଲ ପାଉନଥିଲେ। ପଣ୍ଡିତେ ଖୁବ୍ ବୃଦ୍ଧି ହୋଇଯାଇଥିଲେ। ଦୁର୍ବଳତା ମଧ୍ୟ ତାଙ୍କ ଭିତରେ ଖୁବ୍ ଦେଖାଯାଇଥିଲା। ତଥାପି ସେ ଥିଲେ ଆଧ୍ୟାତ୍ମିକବାଦୀ, ଈଶ୍ୱର ବିଶ୍ୱାସୀ। ଦୁଃଖ କ'ଣ ତାହା ସେ କେବେ ଜାଣିନଥିଲେ ବା ଦୁଃଖରେ ଭାଙ୍ଗି ପଡ଼ୁନଥିଲେ। ପଣ୍ଡିତଙ୍କର ସ୍ନେହ ଆଉ ଉପଦେଶ ଓ ଜ୍ଞାନର ଗଭୀରତାକୁ ବହୁ ପରିମାଣରେ ଅନୁଭବ କରୁଥିଲା ଅବଲକରା। ଅମାନିଆ ବୋକା କଥା ମାନୁନଥିବା ବାରିକ ପୁଅ, ଯାହାର ନାମ ଅବଲକରା ଭାବରେ କାହାଣୀରେ ନାମିତ ହୋଇଛି, ସେ ଚୁମ୍ବକରେ ପରଶରେ ଇସ୍ପାତ ପରି ସଚେତନଶୀଳ ଅନେକ ପରିମାଣରେ ହୋଇଥିଲା। ଅବଲକରା ବୋଲ ମାନୁନଥିବା ଅବାଧ୍ୟ ଲୋକ ସେ। ଆତ୍ମୀୟ ବନ୍ଧୁ ସ୍ୱଜନ କେହି ଆପଣାର ନଥିଲା ବେଳେ ଏହି ପଣ୍ଡିତେ ଶିବଶର୍ମା ହିଁ ସତରେ ତାକୁ ପଥର ସାଥୀ ଆଉ ନିଜର କରି ନେଇ ପାରିଥିଲେ। ଅବଲକରା ବିବାହ ହେଇ ମଧ୍ୟ ତା ତରୁଣୀ ଭାର୍ଯ୍ୟା ଉଦଣ୍ଡୀର ବୋଲ ମାନି ନଥିଲା। ତରୁଣୀ ରୂପବତୀ ସ୍ତ୍ରୀ ଯୌବନରେ ପାଇଲେ କେଉଁ ଯୁବକ ମନରେ ପ୍ରେମର ବା ଭଲ ପାଇବାର ମୋହ ନ ଆସେ। ଅବଲକରା ସତରେ ପଣ୍ଡିତଙ୍କ ସାନ୍ନିଧ୍ୟ, ସ୍ନେହ ଆଉ ଉପଦେଶ ଭିତରେ ଏପରି ମୋହ ହୋଇଥିଲା ଯେ ସ୍ତ୍ରୀର ପ୍ରେମତ୍ୟାଗ ଦାବି ତାର ସମ୍ଭବ ତୁଚ୍ଛ ମନେ ହେଉଥିଲା। ଏହା ଉପଭୋଗ ବା କାହାଣୀ ହେଲେ ହେଁ ଏହା ମଧ୍ୟ ଦେଇଥିଲା ଗୁରୁ ଶିଷ୍ୟର ମହାନ ସନ୍ଦେଶର ଓ ମାଧୁର୍ଯ୍ୟତା, ତାର ନିରକ୍ଷର ମୂର୍ଖ ପ୍ରାଣରେ ସଚେତନତାର ମୋହନୀୟ ଜ୍ଞାନର ସଞ୍ଚାର କରି ତୋଳିଥିଲା। ଭେଙ୍କଟେଶ୍ୱର ନିକଟବର୍ତ୍ତୀ ଏକ ପାନ୍ଥଶାଳାରେ ରହିଲେ ପଣ୍ଡିତେ ଓ ଅବଲକରା। ପଣ୍ଡିତେ ରୋଷେଇ ଲାଗି କିଛି ସଉଦା ପାଇଁ ଅବଲକରାକୁ ପଠାଇଲେ ବଜାରକୁ। ସେ ସ୍ୱପାକ ଭୋଜନକୁ ଖୁବ୍ ଭଲ ପାଉଥିଲେ। ଅବଲକରା ଖୁସି ହୋଇ ବଜାରକୁ ଯିବା ବାଟରେ ନିକଟତମ ପାହାଡ଼ ପାଖରେ ଗୋଟିଏ ପ୍ରଶସ୍ତ ଗୁମ୍ଫା ଦେଖିଲା। ଖୁବ୍ ସୁନ୍ଦର ସେ ଗୁମ୍ଫା ଦ୍ୱାର। ଅବଲକରା କୌତୂହଳ ହୋଇ ତା ଶାଖାକୁ ଗଲା। ଭିତରକୁ ବାଟ ସିଡ଼ି ରହିଛି। ଗୁମ୍ଫା ଦ୍ୱାରରେ ଠିଆ ହେବାରୁ ଭିତରୁ ଏକ ଝିଅ ପିଲାର କଣ୍ଠସ୍ୱର ଶୁଭିଲା, ଆସୁନା, ଭୟ କରୁଛ କାହିଁକି? ଅବଲକରା ଭୟ ପାଇଗଲା। କାନ ପାତିଲା। ନୂପୁର ରୁଣୁଝୁଣୁ ହେଉଛି। ଅତରଛିଆ ଛାତିରେ ଛେପ ପକାଇ ଆଖି ବୁଜି ଦୌଡ଼ି ଦୌଡ଼ି ହାଜର ହେଲା ପଣ୍ଡିତଙ୍କ ପାଖରେ ଧଇଁ ସଇଁ ହେଉଥିଲା। ପଣ୍ଡିତେ ଜାଣିପାରିଥିଲେ ନିଶ୍ଚୟ ଗୋଟିଏ କିଛି ଘଟଣା ଦେଖି ଅବଲକରା ଭୟ ପାଇଯାଇଛି। ସାମାନ୍ୟ ହସି କହିଲେ, କ'ଣ ହେଲା କି ଅବଲକରା, ସଉଦା କାହିଁ? ଅବଲକରା ଥକ୍କା ମାରି ବସିପଡ଼ି କହିଲା, ଗୋସାଇଁ ମହାପୁରୁ, ମୋ ପ୍ରାଣଟା ଅଛି କି ନାହିଁ ଆଗେ ଦେଖ ହେ। ବାପରେ ବାପ, ମୋତେ କହୁଛି ଆସୁନ, ଆସ, ଚାଲ ଚାଲ, ପଳାଇଯିବା ଏଠାରୁ। ପଣ୍ଡିତେ ସାନ୍ତ୍ୱନା ଦେଇ କହିଲେ, କଥାଟା କ'ଣ କହ, ଏମିତି ବାୟା ହେଉଛୁ କାହିଁକି? କ'ଣ ଦେଖି ଡରିଗଲୁ କି? ଆରେ ତୁ ପରା ମୋ ଚେଲା, ତୋର କେହି କିଛି କରିପାରିବେ ନାହିଁ। ସତ କହୁଛି ଗୋସାଇଁ। ଓହୋ, ସେହି ଗୁମ୍ଫାଟା ଭିତରେ ମାଇପିଟା ଅଛି। ଦେଖୁଛ, ମୋ ମାଇପକୁ ଡରରେ ଛାଡ଼ି ଆସିଲି। ଏଇଟା କେମିତିକା ମାଇପିଟାଏ ହେ, ମୋତେ ଡାକୁଛି, ଖାଇଯାଇଥାନ୍ତା ନା କ'ଣ? ହୋ ହୋ, ହେଇ ହସିଲେ ପଣ୍ଡିତେ। ଆରେ ମାଇପେ କ'ଣ ପୁରୁଷକୁ ଖାଇଯାଆନ୍ତି? ଅବଲକରା ଟିକେ ହାଲୁକା ଦେଇ କହିଲା, ଦେଖିଲା ପରା ସେ ଭୂତ କୋଠିରେ ମାଇପି ଗୁଡ଼ାକ ମୋତେ କ'ଣ କରିଥିଲେ। ଲାଭ ଭିତରେ ସୁନା ମୋହର କିଛି ପାଇଗଲି। ମରିଯାଇଥିଲେ ତମେ ଆପଣେ କ'ଣ କରିଥାନ୍ତି? ପଣ୍ଡିତେ ଯାହା ଝୁଲା ଥିଲା ଅଣ୍ଡାଳି ରୋଷେଇ ଆରମ୍ଭ କଲେ। ରାତି ପ୍ରାୟ ଆରମ୍ଭ ହୋଇଯାଇଥିଲା। କିଛି କାଠ ଲଗାଇ ନିଆଁ ଜାଳିଲେ। ଘଟଣାର ରହସ୍ୟ ଅବଲକରା କହି ଗୁମ୍ଫା ରହସ୍ୟ ଓ ନୂପୁର ଧ୍ୱନି ଏବଂ ନାରୀ କଣ୍ଠସ୍ୱରର କାରଣ ଜାଣିବାକୁ ଜିଦ୍ ଧରି ବସିଲା। ପଣ୍ଡିତେ କହିଲେ, ଶୁଣ ଅବଲକରା କହିବା କଥା। ପାହାଡ଼ପୁରୀର ସେଇ ବାରତା ବହୁ କାଳର କଥା। ଏଠାରେ ଗୋଟିଏ ପବନସୁର ନାମରେ ମାୟାବତୀ ଅସୁର ଗଡ଼ କରି ରହିଥିଲା। ସେ ଏ ଯୁଗର କଥା ନୁହେଁ। ପୁରାଣ କାଳର ପାଣ୍ଡବମାନେ ବନବାସ କରିଥିଲା ବେଳେ ଏହି ଗଡ଼ରେ ଅସୁର ରହିଥିଲା। ସେ ବହୁ ଧନରତ୍ନ ଆଉ
ସୁନ୍ଦରୀ ରାଜକନ୍ୟାମାନଙ୍କୁ ମାୟା ବଳରେ ହରଣ କରି ଆଣି ରଖିଥିଲା। ଅଜ୍ଞାତ ବନବାସରେ ଦ୍ରୌପଦୀଙ୍କୁ ନେଇ ପାଣ୍ଡବ 5 ଭାଇ ବୁଲୁଥିଲା ବେଳେ ସେହି ଦୁର୍ଦାନ୍ତ ଅସୁର ଦ୍ରୌପଦୀଙ୍କୁ ଧରି ନେବାକୁ ଚେଷ୍ଟା କଲା। କାରଣ ଦ୍ରୌପଦୀ ତ ଥିଲେ ଅପୂର୍ବ ସୁନ୍ଦରୀ। ଦ୍ରୌପଦୀଙ୍କୁ ଅସୁର ଆକ୍ରମଣ କରିବାରୁ ସେ ଜାଣିପାରି ଭୀମସେନର ସାହାଯ୍ୟ ଚିନ୍ତା କରିଥିଲେ। ମହାବିକ୍ରମଶାଳୀ ଭୀମସେନ ସେହି ମାୟାବୀ ଅସୁର ସହିତ ଯୁଦ୍ଧ କରି ତାକୁ ଗଦା ପ୍ରହାରରେ ମାରିଦେଲେ। ଅସୁର ମରିଗଲା। ସେମାନେ ବିରାଟ ନଗରୀରେ କଳିଙ୍ଗ ଦରବାରରେ ରହିଲେ ଛଦ୍ମବେଶରେ। ସେହି କାଳରୁ ଏହି ପାହାଡ଼ ପୁରୀ ଅଚଳ ହୋଇଯାଇଛି। ବଣ ଜଙ୍ଗଲ ହୋଇଗଲାଣି। ଭିତରେ କ'ଣ ଅଛି କେହି ଜାଣନ୍ତି ନାହିଁ। ଯେଉଁ ରାଜକନ୍ୟାମାନଙ୍କୁ ସେହି ଅତ୍ୟାଚାର କରି ବନ୍ଦୀ କରିଥିଲା ତା ଭିତରୁ କେହି ଖସି ଯାଇ ପାରିନଥିଲେ। ସମସ୍ତେ ସେହି ପଥରଗଡ଼ ମାୟାପୁରୀରେ ମରିଛନ୍ତି। ସେମାନଙ୍କର ପ୍ରେତ ଆତ୍ମା ରହିଯାଇଛି। ଏବେ ବି ସେମାନେ ମୁକ୍ତି ଚାହାନ୍ତି। ଆଉ ଜଣେ ସରଳମତି ପୁରୁଷକୁ ଦେଖିଲେ ମୁକ୍ତି ଲାଗି କାମନା ବାସନା ପୂରଣର ସାହାଯ୍ୟ ଲାଗି ସେମାନେ ଡାକୁଛନ୍ତି। ତୁ ନ ଯାଇ ଭଲ କରିଛୁ। ଅବଳକରା ଆଶ୍ଚର୍ଯ୍ୟ ହୋଇ ଭୟରେ କହିଲା, ପ୍ରେତ ଆତ୍ମା କ'ଣ ମଣିଷର ଅନିଷ୍ଟ କରନ୍ତି ଗୋସାଇଁ? ପଣ୍ଡିତ ହସି ହସି କହିଲେ, ନା, ସେମାନଙ୍କର ସ୍ଥୂଳ ଦେହ ନାହିଁ। ସେମାନେ ସୂକ୍ଷ୍ମ ଦେହୀ। ମରିଛନ୍ତି ବୋଲି ଧାରଣା ତାଙ୍କର ନାହିଁ। ଯାହାର ଯେଉଁ ପ୍ରକାର କାମନା ବାସନା ସେହିପରି ଆଚରଣ କରୁଛନ୍ତି। ମଣିଷର ସାହାଯ୍ୟ ଲାଗି ସେମାନେ ପାଖକୁ ଆସିଥାନ୍ତି। ମଣିଷ ବୁଝି ନପାରି ଭୟଭୀତ ହୋଇଥାଏ। ଅନେକ ଭୟରେ ହାର୍ଟଫେଲ୍ ହୋଇ ମରିଯାଇଥାନ୍ତି। ଏମାନଙ୍କୁ ଭୟ ନ କରି ସେମାନଙ୍କ କଥା ବୁଝିପାରିଲେ ମଣିଷର ବହୁ ଉପକାର ହୁଏ। ପଣ୍ଡିତଙ୍କଠାରୁ ଅବଲକରା ଏକଥା ଶୁଣି ଖୁସିରେ ସାହସ କରି କହିଲା, ତେବେ ତମେ ଆପଣେ ଚାଲୁନାହାନ୍ତି ସେ ଅସୁରୀର ଆତ୍ମକଥା ବୁଝିବା। ରହସ୍ୟଟା କ'ଣ ଜାଣିଲେ ତ ମୋ ମୁଣ୍ଡ ଆଉ କାମ କରିବ ନାହିଁ। ଅବଲକରା କଥାରେ ପଣ୍ଡିତେ ରାଜି ହୋଇଯାଇଥିଲେ। ରୋଷେଇ ସରିଲା। ଦୁହେଁ ଖିଆପିଆ ସାରିନେଲେ। ଅଳ୍ପ ସମୟ ବିଶ୍ରାମ କରିନେଲେ। ଆକାଶରେ ରାଶି ଫୁଲିଆ ଜହ୍ନ ପଡ଼ିଛି। ବଣକାନନ ସୁନ୍ଦର ଶୋଭାରେ ଭରି ଉଠିଛି। ଅବଲକରା ଜିଦ୍ କରି ଗୋସାଇଁକୁ ଶୁଆଇ ଦେଲା ନାହିଁ। ସାଙ୍ଗରେ ଧରି ସେହି ଗୁମ୍ଫା ଦ୍ୱାରରେ ପହଞ୍ଚିଲା। ଭିତରୁ ସେହି ଡାକ ଆସିଲା, ଆସ, ଡରୁଛ କାହିଁକି? ପଣ୍ଡିତେ ଝକମକି ପଥରକୁ ନିଆଁ ବାହାର କରି ଗୋଟିଏ ବତୀ ଲଗାଇ ନେଲେ। ବତୀର ଆଲୋକରେ ଗୁମ୍ଫା ଦ୍ୱାର ଦେଇ ଭିତରକୁ ପଶିଲେ। ସିଧାରେ ପାହାଚ ତଳକୁ। ତାପରେ ବଙ୍କେଇ ଏଣିକି ତେଣିକି ବାଟ ପଡ଼ିଛି। ପଣ୍ଡିତେ ଗୋଟାଏ ପଥର ଚଟାଣ ଉପରେ ବସିଲେ। ଅବଲକରା ବି ପାଖରେ ବସିଲା। ହଠାତ୍ ହାତରେ ଥିବା ନିଆଁ ବିହୁଡ଼ି ଲିଭିଗଲା। କେତୋଟି ସୁନ୍ଦର ଯୁବତୀ କନ୍ୟା ଖୁସିରେ ଆସି ପଣ୍ଡିତଙ୍କୁ ପ୍ରଣାମ କଲେ। କ'ଣ କହିଲେ। ତାପରେ ଅବଲକରା ହାତ ଧରି ନେଇଗଲେ ଭିତରକୁ। ଘର ପରେ ଘର ସମାଦରରେ ଯୁବତୀମାନେ ଅବଲକରାକୁ ପଲଙ୍କ ଉପରେ ବସାଇ ଖୁବ୍ ଆଦର ଅଭ୍ୟର୍ଥନା କରିଲେ। ଅବଲକରା ବୁଝିପାରୁନଥିଲା ଏମାନେ ଅଶରୀର କି ଜୀବନ୍ତ ମଣିଷ କିପରି ସମାହିତ ହୋଇଗଲା। ତାକୁ ମନେ ହେଲା ସୁନ୍ଦରୀ କନ୍ୟାମାନେ ଅର୍ଦ୍ଧନଗ୍ନା ଖୁସିରେ ଅତିଥିକୁ ଯାଇ ନୃତଗୀତ କରୁଛନ୍ତି। ଜଣେ ଶ୍ରେଷ୍ଠ ସୁନ୍ଦରୀ ରାଜକନ୍ୟା ଅବଲକରାକୁ ନିଜର ପ୍ରେମିକ ପରି କୋଳ କରି ଆଦର କରିଲା। ନିଜର ସ୍ତ୍ରୀ ସମ୍ଭୋଗ କରିଲା। ଯନ୍ତ୍ର ପରି ଅବଲକରା କ୍ରିୟାଶୀଳ ହୋଇ ଉଠିଲା। ଏହାପରେ ଜଣକୁ ଜଣେ ସୁନ୍ଦରୀ କନ୍ୟା ଆସି ତାକୁ ମୋହିତ କରିଲେ। ଏପରି ସୁଖ କେବେ ଅବଲକରା ଜୀବନରେ ପାଇନଥିଲେ। ରାତ୍ରିର ଗୋଟିଏ ପ୍ରହର ଏହିପରି କ୍ରୀଡ଼ା କରି ପଣ୍ଡିତଙ୍କ ପାଖରେ ଅବଲକରାକୁ ଆଣି ଛାଡ଼ିଲେ। ଆଉ ପ୍ରଣାମ କରିଲେ। ପଣ୍ଡିତେ କହିଲେ, ତୁମେ ଆଉ କ'ଣ କନ୍ୟା, ଆମକୁ ମୁକ୍ତି କରନ୍ତୁ। ପଣ୍ଡିତେ କିଛି କାଠରେ ନିଆଁ ଲଗାଇ ମୁଣିରୁ ଘିଅ ବୋତଲ ବାହାର କରି ନିଆଁରେ ପକାଇ କିଛି ମନ୍ତ୍ର ପଢ଼ିଲେ। ଆଶ୍ଚର୍ଯ୍ୟ କଥା, ସେହି ବନ୍ଦିନୀ ସୁନ୍ଦରୀ ଅର୍ଦ୍ଧନଗ୍ନା କେହି ସମ୍ପୂର୍ଣ୍ଣ ଉଲଗ୍ନ ସୁନ୍ଦରୀମାନେ କିଛି ସୁନା ମୋହର ଅଳଙ୍କାର ଆଣି ଭେଟି ସ୍ୱରୂପ ଉପହାର ଦେଇ ପଳାଇଗଲେ। ରାତି ପାହିଗଲା। ଅବଲକରା ପୁରା ବେହାଲିଆ ହୋଇଥିଲା। ତାକୁ ଡାକି ଉଠାଇଲେ ପଣ୍ଡିତେ। ଏବେ ଚାଲ ଏଠାରୁ ଯିବା। ଅବଲକରା, ଦେଖ କେତେ ସୁନା ମୋହର ଆଉ ସୁନା ଅଳଙ୍କାର ଜମା ହୋଇଛି। ଏଣୁ ଭଲ କରି ଗଣ୍ଠିରେ ବାନ୍ଧ ରଖ। ସବୁ ନେଇ ଉଦଣ୍ଡିକୁ ଦେବୁ। ଖୁସିରେ ଘର ସଂସାର କରିବୁ। ତୋ ଭବିଷ୍ୟତ ସୁଖ ଲାଗି ମୁଁ ଏ କାମ କରି ସମସ୍ତଙ୍କୁ ପ୍ରେତଲୋକରୁ ଉଦ୍ଧାର କରିଦେଇଛି। ଅବଲକରା ଏତେ ଧନ ଦେଖି ଆଶ୍ଚର୍ଯ୍ୟ ହେଲା।
ଗୋସାଇଁ ମହାପୁରୁ ତମେ ଆପଣ ସାକ୍ଷାତ ଦେବତା, ଆହୁରି ଧନ ତ ଏଠାରେ ଥିବ। ହସିଲେ ଗୋସାଇଁ। ଖାଉ ପଛେ ତହିଁ କୁବେର ସମ୍ପଦ, ଅତି ଆଶା ଭଲ ନୁହେଁ। ଅତି ଆଶା କଲେ ପରେ ମୃତ୍ୟୁ ଅଜ୍ଞାନରେ ହୋଇଥାଏ। ପାଇଲୁ ଯେତେକ ବାନ୍ଧରେ ପାଉ, ମାଇପକୁ ନେଇ ଖୁସିରେ ଦଉ। ଗଣ୍ଠିରି ବାନ୍ଧିଲା ଅବଲ କରା, ବନସ୍ତରେ ପଡ଼ି ଆସୁଛି ଖରା। ବେଗି ବେଗି ତହିଁ ହେଲେ ବାହାର, କାହାଣୀ ପେଡ଼ିଏ ବିଷ୍ଣୁ ଦେବର। ପୁରୁଣା କାଳର କଥାକୁ ନେଇ ନୂଆ କରି ଲେଖି ଏବେ ଦେଲଇ। ପାଠକ ପାଠିକା ହୋଇନ ଖୁସି, କହେ ବିଷ୍ଣୁ ଦେବ ରସରେ ଭାସି।